ଆପଣ ବିଜୁଳି ସମୟରେ ଏତେ ଦୁର୍ଘଟଣା ହବାର ପସିବିଲିଟି ନାହିଁ ବା କୋଉଠି ଦେଖାଯାଇ ନାହିଁ। ଏଟା ଗୋଟେ ଭାବନା ଥାଏ ଯେ ୱାୟାରଲେସ୍ ରେ ଆମେ ଯେହେତୁ ଫୋନ୍ ଯେପଟେ ଚାର୍ଜ ଲାଗିଥିବ ସେ ସମୟରେ ୱାୟାରଲେସ୍ ରେ ଏତେ କିଛି କ୍ଷତିଗ୍ରସ୍ତ ହବାର କୌଣସି ଏପର୍ଯ୍ୟନ୍ତ କେସ୍ ଆମେ ଦେଖି ନାହାନ୍ତି। କିନ୍ତୁ ଚାର୍ଜ ଲାଗିଥିଲେ କଣ ହବ କି ଏଟା ଇଲେକ୍ଟ୍ରିକାଲ ସାର୍କିଟ ସହିତ ଲାଗିକି ରହିଛି। ତେଣୁ ଯୋଉ ଇଲେକ୍ଟ୍ରିକାଲ ସାର୍କିଟ ରେ ହାଇ ଭୋଲ୍ଟେଜ ପଳେଇ ଆସିବ ସେ ହାଇ ଭୋଲ୍ଟେଜ ଟା ଫୋନ୍ ଉପରେ ବି ଇମ୍ପାକ୍ଟ ହଉଛି ପକେଇବ। କାରଣ ବିଜୁଳି ଯୋଗୁଁ ଗୋଟେ ହାଇ ଭୋଲ୍ଟେଜ ଆସି ଯାଇଥାଏ ଯୋଉଟା କି ହଉଛି ବିଭିନ୍ନ ଉପକରଣକୁ ପୋଡି ଦେଇଥାଏ ଏବଂ ଏ କ୍ଷେତ୍ରରେ ଏଟା ହଉଛି ତାକୁ ସେ ଫୋନ୍ ସମ୍ଭାଳି ପାରିନଥାଏ ସେତିକି ହାଇ ଭୋଲ୍ଟେଜ ବ୍ୟାଟେରୀ ଫାଟି ଯାଇଥାଏ ଏବଂ ଅନ୍ୟାନ୍ୟ ଘଟଣା ହେଇଥାଏ। ଦେଖନ୍ତୁ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ ବିଜୁଳି କି ନେଇକି ଯେ ଆଇଏମଡି ତରଫରୁ କେବଳ ହଉଛି ପ୍ରେଡିକ୍ସନ ହଉଛି ଯେ ଏଇ ଅଞ୍ଚଳରେ ବିଜୁଳି ହବ, ଯେମିତି ପାଣିପାଗ ବିଭାଗ ଅନ୍ୟାନ୍ୟ ଜିନିଷ ରେନଫଲ କେତେ ହବ ପ୍ରେଡିକ୍ସନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଆମର ଟେକ୍ନୋଲୋଜି ସେତିକି ଆଡଭାନ୍ସ ହେଇନାହିଁ। ବିଦ୍ୟୁତ ଆମର କେତେ ହଉଛି କୋଉଠି ବଜ୍ରପାତ ହବ ସେ ବିଷୟରେ ସଠିକ ଭାବରେ ତଥ୍ୟ ମିଳୁନାହିଁ ଯେ କୋଉ ପଏଣ୍ଟରେ ହବାର ଅଛି। ତେଣୁ ସବୁବେଳେ ସୁରକ୍ଷିତ ସ୍ଥାନରେ ରହିବାଟା ହିଁ ଉଚିତ। କାହିଁକିନା ଆପଣ ଘରେ ଥିଲେ ବି ହଉଛି ମାରୁଛି କି କୋଉଠି ଆମେ ଦେଖୁଛନ୍ତି ବିଭିନ୍ନ ସମୟରେ ବଜ୍ରପାତ ହଉଛି, କିଏ କୋଉଠି ଚାଷ କରୁଛନ୍ତି ବିଲ ପାଖରେ ଅଛନ୍ତି ଗଛ ମୂଳେ ଅଛି ବି ବଜ୍ରପାତ କରୁଛି। ତେଣୁ ଦୁର୍ଘଟଣାକୁ ଏଡେଇବା ଏତେ ସହଜ ନୁହଁ। ଯେତେ ସୁରକ୍ଷିତ ସ୍ଥାନରେ ଆମେ ରହିପାରିବା, ସୁରକ୍ଷିତ ନିଜକୁ ରଖିବା ପାଇଁ ଚେଷ୍ଟା କରିପାରିବା, ସେତେ ହଉଛି ସୁରକ୍ଷିତ ଆମେ